हेलो हाय नमस्कार भाग्य गाइड चैनल को स्वागत करुच्ची मु सुनीता। प्रोसेस जଣା ଅଛି फाइल 1 फाइल 2 फाइल 3 ए तीनोटी फाइल मध्यरु गोटे फाइल सिलेक्ट करिवे जो फाइल रो नंबर आपनको माइंड को आछि सेही फाइल रो वीडियो ही आपण देखि नेबे। स्किप करी करी गले फर्स्ट फाइल नंबर 1 तापरे 2 तापरे 3 मु डाहन पटर साइड रे मेंशन करि देछि। ठीक अछि चलंतो देखि नबा बाजीरो रीडिंग। चलंतो देखि नबा एबे फाइल 1 रो रीडिंग। फर्स्ट कार्ड क्वीन ऑफ सोर्स शो करूची आपण जने इंडिपेंडेंट लेडी काहा ଉପରେ ନିର୍ଭର କରିବା ପସନ୍ଦ ନୁହନ୍ତି। ଯଦି ଆପଣ ମେଲ୍ ଦେଖୁଛନ୍ତି ତାହେଲେ ଆପଣ ବହୁତ ଷ୍ଟ୍ରେଟ୍ ଫରୱାର୍ଡ ଆପଣଙ୍କୁ ବୁଲେଇ ବଙ୍କେଇ କିଛି କଥା କହିବା ପସନ୍ଦ ନୁହଁ। ସବୁବେଳେ ସଚ୍ଚୋଟ ଆଉ ସତ୍ୟବାଦୀ ମଧ୍ୟ। ସବୁବେଳେ ସତ କୁହନ୍ତି ଆପଣ ଆଉ ଯାହା ବି କୁହନ୍ତି ସ୍ପଷ୍ଟ କୁହନ୍ତି ଆଉ ଖୋଲା ମନରେ କୁହନ୍ତି। ନିଜର ଯାହାଙ୍କୁ ଆପଣ ଭୋଟ ପାଉଛନ୍ତି ପ୍ରିୟଜନ ମାନଙ୍କୁ ଆପଣ ତାଙ୍କୁ ସୁରକ୍ଷା ଦିଅନ୍ତି ସବୁବେଳେ ଚାହାନ୍ତି ମୁଁ ତାଙ୍କୁ ଯେମିତି ଗୋଟେ ପ୍ରୋଟେକ୍ସନ କରିକି ରଖିପାରେ ମୁଁ ପ୍ରୋଟେକ୍ଟ ତାଙ୍କ ପାଇଁ ଯେମିତି ସବୁବେଳେ ଥାଉ। ଆପଣ ସମସ୍ତଙ୍କ ସାଥ ଦିଅନ୍ତି ଯିଏ ବି ଅସୁବିଧାରେ ପଡିଥାଏ ଆପଣ କିଛି ନ ଭାବି ଚିନ୍ତିକି ତାଙ୍କ ପାଖରେ ଛିଡା ହୁଅନ୍ତି। କଥାବାର୍ତ୍ତା କରିବାକୁ ସମସ୍ତଙ୍କ ସହିତ ଭଲ ପାଆନ୍ତି। ନିଜର ସ୍ଵାଧୀନତା ଆପଣଙ୍କୁ ବହୁତ ପସନ୍ଦ ଆଉ ନିଜ ନିଷ୍ପତ୍ତି ମଧ୍ୟ ଆପଣ ନିଜେ ନେଉଥିବେ। ବହୁତ ଇଣ୍ଟେଲିଜେଣ୍ଟ ଆପଣ ଚାଲାକ ବି ଆପଣ ଆଉ ବହୁତ ଫନି ଟାଇପ ର ଯେମିତି ସମସ୍ତଙ୍କ ସହିତ ମଜା କରିବା ମସ୍ତି କରିବା ଏଇଟା ବି ଆପଣଙ୍କୁ ପସନ୍ଦ। ତଥାପି ଆପଣ ପ୍ରିନ୍ସିପଲ ୱେରେ ରହିବାକୁ ବହୁତ ପସନ୍ଦ କରନ୍ତି। ନୀତିବାନ ଓ ଆଦର୍ଶବାଦୀ କହିଲେ ମଧ୍ୟ ଆପଣଙ୍କୁ ଚଳେ ବହୁତ ଆପଣ ନ୍ୟାୟ ପ୍ରିୟ। କିଛି ଅନ୍ୟର ଉନ୍ନତି ପାଇଁ କି ଯେମିତି ଡେଭଲପମେଣ୍ଟ ତାର ହବ କିଛି ଆଡଭାଇସ ଆପଣ ଅନ୍ୟମାନଙ୍କୁ ଦେଇପାରନ୍ତି ବହୁତ ଆପଣ ଷ୍ଟ୍ରଙ୍ଗ। ଟିକେ ୟୁନିକ୍ ସମସ୍ତଙ୍କ ପରି ଆପଣ ନୁହଁ ଆପଣଙ୍କ ନେଚର ପୁରା ଅଲଗା। ବାସ୍ତବବାଦୀ କହିଲେ ମଧ୍ୟ ଚଳେ। ଭାବନାକୁ ନୁହଁ କିନ୍ତୁ ତଥ୍ୟ ଆଧାରରେ ଆପଣ ଡିସିସନ ନିଅନ୍ତି। ଭଲ ଓ ଖରାପ ମଧ୍ୟରେ ଆପଣ ସଠିକ ପାର୍ଥକ୍ୟ ମଧ୍ୟ ବୁଝିପାରିବେ। ସମସ୍ୟାର ସମାଧାନ କରିବାରେ ଆପଣଙ୍କର କାପାସିଟି ଆସିଯିବ। ସହଜରେ ଆପଣ ଅନ୍ୟମାନଙ୍କୁ ବିଶ୍ୱାସ କରି ନ ପାରନ୍ତି କାରଣ ଯେହେତୁ କୁଇନ୍ ଅଫ ସୋର୍ଟସ ର କାର୍ଡ ଆସିଛି। ଇଣ୍ଟେଲିଜେଣ୍ଟ ତ ଆପଣ ଆଉ ନିଜ କଥାବାର୍ତ୍ତାରେ ସମସ୍ତଙ୍କୁ ଯେମିତି କୁହନ୍ତି କି ବାନ୍ଧିକି ରଖନ୍ତି ଯିଏ ବି ଆପଣଙ୍କ ସହିତ କଥା ହୁଏ ଇମ୍ପ୍ରେସ ହେଇଯାଏ। ଆପଣ ନିଜ ଉପରେ ନିଜେ ହିଁ ନିର୍ଭରଶୀଳ। ବହୁତ ଆପଣଙ୍କର ରୁଚି ଅଲଗା ସମସ୍ତଙ୍କ ଠାରୁ ଭିନ୍ନ। ଗୋଟେ ମା ଯେମିତି ନିଜ ଛୁଆ ମାନଙ୍କର କେୟାର ନିଏ ତାଙ୍କୁ ଭଲ ପାଏ ଆପଣଙ୍କର ସେଇ ଟାଇପ ର ନେଚର ସମସ୍ତେ ମୋର ଆଉ ସମସ୍ତଙ୍କ ପ୍ରତି ମୋର ଭଲ ପାଇବା ଅଛି। କିଛି କିଛି ପର୍ସନଙ୍କର ଲାଗୁଛି କି ତାଙ୍କର ମ୍ୟାରେଡ ଲାଇଫରେ ଡିଷ୍ଟର୍ବାନ୍ସ ହେଇକି ସେମାନେ ସିଙ୍ଗଲ ପ୍ୟାରେଣ୍ଟ ର ରୋଲ ବି ମଧ୍ୟ ପ୍ଲେ କରୁଛନ୍ତି। ଆପଣ ଏଇ ପର୍ଯ୍ୟନ୍ତ ଆସିବାକୁ ବହୁତ ଷ୍ଟ୍ରଗଲ କରିଛନ୍ତି। ବହୁତ କିଛି କଷ୍ଟ ଆପଣ ଫେସ୍ କରିଛନ୍ତି ତଥାପି ବି ମଧ୍ୟ ଷ୍ଟ୍ରଙ୍ଗ ଅଛନ୍ତି ହାର ମାନି ନାହାନ୍ତି ଯୋଉଟା କି ବହୁତ ବଢିଆ ସାଇନ୍। ଏମ୍ପରର କାର୍ଡ ଶୋ କରୁଛି ଆପଣ ଗୋଟେ ରେସପେକ୍ଟ ପୋଜିସନ ରେ ଅଛନ୍ତି। ଆପଣଙ୍କୁ ସମସ୍ତେ ରେସପେକ୍ଟ କରିବେ। ଯେକୌଣସି ପୋଜିସନ ରେ ରହିଲେ ମଧ୍ୟ ଆପଣଙ୍କର ଯାହାବି ଲକ୍ଷ୍ୟ ଅଛି ସେଇଟା ଫୁଲଫିଲ ହବ। ଆପଣଙ୍କୁ ସକ୍ସେସ ମିଳିବ। କାହାର ଗୋଟେ ହେଲ୍ପ ଆପଣଙ୍କୁ ମିଳିପାରେ। ଆଉ ଆପଣ ସବୁ ଜିନିଷ ନିଜେ ମ୍ୟାନେଜ କରିପାରିବେ। କୌଣସି ପରିସ୍ଥିତିରେ ମଧ୍ୟ ଯୋଉ କଣ୍ଟ୍ରୋଲ ଟା ଆପଣ ନିଜ ହାତରେ ରଖିକି ସବୁ ପ୍ରୋବ୍ଲେମ କୁ ସଲ୍ଭ କରିପାରିବେ। ଯଦି କିଏ ଫିମେଲ ଦେଖୁଛନ୍ତି ଏଇ ରିଡିଙ୍ଗ ତାହେଲେ ସେ ତାଙ୍କର ବାପା କି ସ୍ଵାମୀଙ୍କୁ ମଧ୍ୟ ରିପ୍ରେଜେଣ୍ଟ କରନ୍ତି ସେମାନଙ୍କ ନେଚର ଯେମିତି ଆପଣଙ୍କ ନେଚର ସେଇ ଟାଇପ ର ରହିପାରେ। ନାଇଟ୍ ଅଫ ସୋର୍ସ ଇଣ୍ଡିକେଟ କରୁଛି ଆପଣ କମ୍ୟୁନିକେସନ କ୍ଲିୟରଲି କରିବେ। ଆଉ ବହୁତ ଆତ୍ମବିଶ୍ୱାସୀ ନିଜ ଉପରେ ଭରସା ଅଛି। ଯାହାବି କାମ ଅଛି ଗୋଟେ ସ୍ପିଡ ର ସହିତ କାମ କରିବାକୁ ଆପଣଙ୍କୁ ପସନ୍ଦ। ଆଉ ବହୁତ ଜଲଦି ଆପଣ ବିରକ୍ତି ପ୍ରକାଶ କରିଦିଅନ୍ତି ବୋର ହେଇଯାଆନ୍ତି। କେବେ କେବେ ଚିନ୍ତା କରି ଆପଣ ହଠାତ୍ ଡିସିସନ ନେଇଯାଉଥିବେ କି ଯୋଉଟା ଏବେ ପ୍ରେଜେଣ୍ଟ ମୋମେଣ୍ଟ ରେ ଆପଣଙ୍କୁ ୟୁନିଭର୍ସ ତରଫରୁ ଗାଇଡାନ୍ସ ଆସିଛି କି ଯଦି ଆପଣ କିଛି ଡିସିସନ ନବାକୁ ଚାହୁଁଛନ୍ତି ତାହେଲେ ପେସେନ୍ସ ର ସହିତ ତାର ଆନ୍ସର ଖୋଜନ୍ତୁ କୋଉ ଡିସିସନ ନେଲେ ଠିକ ହବ ସେଇଟା ମଧ୍ୟ ଭାବିଚିନ୍ତି କି କରନ୍ତୁ। ଆପଣ ହଠାତ୍ କାହା ଜୀବନକୁ ଆସିପାରନ୍ତି ଆଉ ହଠାତ୍ ମଧ୍ୟ ଯାଇପାରନ୍ତି। ନିଜର ଯୁକ୍ତି ଓ ବୁଦ୍ଧିମତା ସହିତ ଭଲ ପରାମର୍ଶ ଦେଇଥିବା ଜଣେ ଆପଣ
ସହଯୋଗୀ ହେଇପାରନ୍ତି, ଜଣେ ଫ୍ରେଣ୍ଡ ହେଇପାରନ୍ତି। ବହୁତ ବଢିଆ କାର୍ଡ ଆସୁଛି କି ନିଜର ଭଲ ସହିତ ଅନ୍ୟମାନଙ୍କର ମଙ୍ଗଳ ମଧ୍ୟ ଆପଣ ଚିନ୍ତା କରନ୍ତି। ବଟମ ଅଫ ଡେକ୍ ଆପଣଙ୍କର ଆସିଛି ସେଭେନ ଅଫ କପ୍ସ। ଆପଣଙ୍କୁ କିଛି ଇମ୍ପୋର୍ଟାଣ୍ଟ ଡିସିସନ ନେବାକୁ ହବ, କିନ୍ତୁ ଜଲବାଜିରେ ଡିସିସନ ନେବେନି। ଯଦି ଆପଣ କିଛି ବୁଝିପାରୁନାହାନ୍ତି, ମାଇଣ୍ଡ ବ୍ଲାଙ୍କ ଅଛି, ତାହେଲେ କିଛି ସମୟ ଅପେକ୍ଷା କରନ୍ତୁ। ରାଗିକି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ, କାରଣ ଆପଣ ଏବେ ଡିସିସନ ନେଇଯିବେ ଯାହାର ପରିଣାମଟା ଆପଣଙ୍କୁ ମିଳିବ ସେଇଟା ଆପଣଙ୍କୁ ଲାଇଫ ଟାଇମ ଫେସ୍ କରିବାକୁ ପଡିବ। ତ ଟିକେ ପେସେନ୍ସ ର ସହିତ ଆପଣ ଅପେକ୍ଷା କରନ୍ତୁ ଆଉ ଧୈର୍ଯ୍ୟ ଧରନ୍ତୁ। ଆପଣଙ୍କ ଫ୍ରଣ୍ଟ ରେ ଅନେକ ସାରା ଅପସନ ରହିବ, ଆପଣ ତା ଭିତରୁ ଗୋଟେ ଜିନିଷକୁ ଚୁଜ କରିବାକୁ ପଡିବ। ଯାହା ଦେଖା ଦେଇଥାଏ ସବୁବେଳେ ସେଇଟା ହେଇନଥାଏ। ଆପଣଙ୍କ ପାଇଁ ନୂଆ ଅପରଚୁନିଟି ମିଳିପାରେ। ଆଉ ଆପଣ କେଉଁ ପଥ କେଉଁ ରାସ୍ତା ଆପଣ ବାଛିବେ ସେଇଟା ନିଜ ଇଣ୍ଟୁଇସନ ଦ୍ଵାରା ହିଁ ଆପଣ ଆଗକୁ ବଢି ପାରିବେ। ଏଇଟା ଥିଲା ପାଇଲ 1 ର ରିଡିଂ। ପସନ୍ଦ ଆସିଥିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବେ ଓ ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ୍ କରିବେ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖି ନବା ଏବେ ପାଇଲ 2 ର ରିଡିଂ। ଫାର୍ଷ୍ଟ କାର୍ଡ 3 ଅଫ ପେଣ୍ଟାକଲ୍ସ ଶୋ କରିଛି। ଭାଗ୍ୟ ଆପଣଙ୍କର ସାଥ ଦବ, ଭାଗ୍ୟ ଆପଣଙ୍କ ସପୋର୍ଟ ରେ ଅଛି। ଆପଣ ଯଦି କିଛି ସୁଯୋଗକୁ ଅପେକ୍ଷା କରିକି ରହିଥିଲେ କି ମୋର ଏଇ କାମଟା ହବ କି ନାହିଁ, ତାହେଲେ ସେଇଟା ବି ୟୁନିଭର୍ସ ତରଫରୁ ଆପଣଙ୍କୁ ଆସୁଛି ଯେ ଆପଣଙ୍କର କାମ 100% ହବାର ଚାନ୍ସେସ୍ ରହିଛି। ବର୍ତ୍ତମାନର ଯୋଉ ଚିନ୍ତା ଓ ସମସ୍ୟା ଆପଣ ଭିତରେ ଅଛନ୍ତି ସେଇଟା ଆପଣଙ୍କର ଧୀରେ ଧୀରେ ସଲ୍ଭ ହେଇଯିବ। ପେସେନ୍ସ ର ସହିତ ଅପେକ୍ଷା କରନ୍ତୁ, ଟେନସନ ନେଇକି ନିଜକୁ ହେଭି କରନ୍ତୁ ନାହିଁ। ଆଉ ଏତେ ସମୟ ଅପେକ୍ଷା କରିଗଲେ ଆଉ ଅଳ୍ପ ସମୟ ଅପେକ୍ଷା କରନ୍ତୁ। ୟୁନିଭର୍ସ ତରଫରୁ ମେସେଜ ଆସିଛି ସଲ୍ଭ ହବାର ଚାନ୍ସେସ୍ ଅଛି। ଆପଣ ବହୁତ ଜଲ୍ଦି ଯୋଉ କଷ୍ଟରେ ଅଛନ୍ତି ସେଇ କଷ୍ଟରୁ ଆପଣ ବାହାରି ଯିବେ। ଆପଣଙ୍କୁ କିଛି ନୂଆ ଅପରଚୁନିଟି ମିଳିପାରେ, ଆଉ କିଛି ସକ୍ସେସ ର ନ୍ୟୁଜ ମଧ୍ୟ ଆପଣଙ୍କୁ ମିଳିପାରେ। କିଛି ସେଲିବ୍ରେସନ ର କାର୍ଡ ମଧ୍ୟ ଆପଣଙ୍କର ଶୋ କରୁଛି। 9 ଅଫ ୱାଣ୍ଡ ଶୋ କରୁଛି। ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ରହିବ, ସ୍ଥିରତା ଆସିବ ଓ ଆପଣଙ୍କର ଇଣ୍ଟୁଇସନ ପାୱାର ଆପଣଙ୍କର ସାଥ ଦବ, ଆପଣଙ୍କୁ ସେ ଆଗକୁ ବଢିବାରେ ଗାଇଡ କରିବ। ଯେତେବେଳେ ଆପଣ ଗୋଟେ ଡିଫିକଲ୍ଟ ସମୟରେ ଅଛନ୍ତି, ପ୍ରୋବ୍ଲେମରେ ଅଛନ୍ତି, ତାହେଲେ ଏଇ କାର୍ଡ ଆପଣଙ୍କୁ ଆସୁରାନ୍ସ ଦିଏ ଯେ କି ଆପଣଙ୍କୁ ସକ୍ସେସ ହବା ପାଇଁ ଯାହାବି ଦରକାର ସବୁ ଆପଣଙ୍କ ପାଖରେ ଅଛି। ନିଜ ସ୍ଥାନ ଆଉ ସଫଳତାକୁ ବଜେଇ ରଖିବାରେ ଆପଣ ସକ୍ଷମ ହେବେ। ଆପଣଙ୍କ ପଛରେ ଯେତେ ଯିଏ ଲାଗିବେ ବି କିଛି ଆପଣଙ୍କର ଖରାପ କରିପାରିବେ ନାହିଁ। ପେସେନ୍ସ ର ସହିତ ରୁହନ୍ତୁ ଆଉ ୟୁନିଭର୍ସ ଉପରେ ବିଲିଭ କରନ୍ତୁ। ଲାଷ୍ଟଲି ଆପଣଙ୍କର ହିଁ ଉନ୍ନତି ହବ, ଆପଣଙ୍କୁ ହିଁ ସବୁ ଜିନିଷ ମିଳିବ ଯୋଉଟାର କି ହକଦାର ଆପଣ। ଆପଣ ପେସେନ୍ସ ର ସହିତ ଅପେକ୍ଷା କରନ୍ତୁ, ଏଇଟା ହିଁ ଏବେଠା ଆପଣଙ୍କର ପାୱାର। ଯଦି ଆପଣ ଧୈର୍ଯ୍ୟହରା ହେଇଯିବେ ତାହେଲେ ଯୋଉ ସିଚୁଏସନ ଆପଣଙ୍କର ଭଲ ହବାର ଅଛି ସେଇଟା ବି ଖରାପ ହବାର ଚାନ୍ସେସ୍ ଅଛି। କିନ୍ତୁ ଯେହେତୁ କାର୍ଡରେ ଆମର ଗାଇଡାନ୍ସ ଆସିଯାଇଛି କି ଆପଣଙ୍କୁ ଏବେ ତ ଟିକେ ପେସେନ୍ସ ର ସହିତ ଅପେକ୍ଷା କରିବାକୁ ପଡିବ, ତ ଆପଣ ପେସେନ୍ସ ର ସହିତ ଅପେକ୍ଷା କରନ୍ତୁ। ଆଉ ସବୁବେଳେ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ, ଏଥିପାଇଁ କି ଆପଣଙ୍କର ୟୁନିଭର୍ସ ତରଫରୁ ଗାଇଡାନ୍ସ ଆସିଯାଇଛି କି ଯଦି ଆପଣ କିଛି ଜିନିଷ ନଜର ଅନ୍ଦାଜ କରିବେ ତାହେଲେ ଆପଣଙ୍କର ଫାଇଦା କିଏ ଉଠେଇ ପାରେ। ଥାର୍ଡ କାର୍ଡ ଆପଣଙ୍କର ଚ୍ୟାରିଅଟ କାର୍ଡ ଶୋ କରୁଛି। ଚ୍ୟାରିଅଟ କାର୍ଡ ଏଇଟା କହୁଛି ଆପଣଙ୍କୁ କୁଆଡେ ଟ୍ରାଭେଲ କରିବାକୁ ଯିବାକୁ ପଡିପାରେ। କିଛି ଯୋଉଟା ଆପଣ ଭାବିନଥିଲେ ଆପଣଙ୍କୁ ଗୁଡ ନ୍ୟୁଜ ମିଳିପାରେ। ସକ୍ସେସ୍ ଆପଣଙ୍କର ହେବ, ଯେତିକି ପରିଶ୍ରମ କରିଛନ୍ତି ତାର ରେଜଲ୍ଟ ଆପଣଙ୍କୁ ମିଳିବ। ଆପଣ ଯାହାବି ସବୁ ବାଧାବିଘ୍ନ ଆସୁଛି ଆପଣ ସବୁକୁ ଅତିକ୍ରମ କରିପାରିବେ। ସଫଳତା ମଧ୍ୟ ଲାଭ କରିପାରିବେ। ଆପଣଙ୍କର ଏମ୍ ଲାଇଫରେ କିଛି କରିବାର ବହୁତ ହାୟର ଅଛି, ଆପଣ ତା ପାଇଁ ଡେଡିକେଟେଡ ହେଇକି କାମ କରିପାରିବେ। ଯେହେତୁ ଆପଣଙ୍କର ଇଚ୍ଛା ଶକ୍ତି ଏତେ ଷ୍ଟ୍ରଙ୍ଗ ଅଛି, ଆପଣ ଯାହା ଚାହୁଁଛନ୍ତି ସେଇ ଦିଗରେ ଆପଣ ଯାଇପାରିବେ। ଏଫର୍ଟସ ଦିଅନ୍ତୁ ଆଉ ୟୁନିଭର୍ସ ଉପରେ ଭରସା ରଖନ୍ତୁ। ସବୁ ପରିସ୍ଥିତି ଉପରେ ଆପଣ କଣ୍ଟ୍ରୋଲ କରିପାରିବେ। ନିଜକୁ ଫାଷ୍ଟ ତ ଆମେ ନିଜକୁ କଣ୍ଟ୍ରୋଲ କରିପାରିବା, ଯୋଉଟା କି ଆପଣଙ୍କର କାର୍ଡରେ ଶୋ କରୁଛି। ଆପଣ ଏବେ ନିଜକୁ କଣ୍ଟ୍ରୋଲ କରିକି ଆଗକୁ ବଢି ପାରିବେ। ଆଉ କଠିନ ପରିଶ୍ରମ କରିବେ, ନିଜର ଯୋଉ ଲକ୍ଷ୍ୟ ପ୍ରତି ଏକଦମ ଡେଡିକେଟେଡ ହେବେ, ଫୋକସ ହେବେ ଆଉ ହାର୍ଡୱାର୍କ ମଧ୍ୟ କରିବେ। ବଟମ ଅଫ ଡେକ୍ 10 ଅଫ ପେଣ୍ଟାକଲ୍ସ ଶୋ କରୁଛି। ଆପଣଙ୍କୁ ଧନ ମିଳିବ, ସମୃଦ୍ଧି ମିଳିବ ଆଉ ରେସପେକ୍ଟ ମଧ୍ୟ ମିଳିବ। ଯଦି ପରିବାରରେ କିଛି ଡିଷ୍ଟର୍ବାନ୍ସ ଚାଲିଥିଲା ତାହେଲେ ତାର ଏଣ୍ଡ ହେଇକି ଆପଣ ଗୋଟେ ହାପିନେସ ନିଜ ପରିବାରରେ ଫିଲ୍ କରିବେ। ଖୁସିଟା ଆପଣଙ୍କ ଫ୍ୟାମିଲିକୁ ପଳେଇ ଆସିବ। ଆପଣ ସମସ୍ତଙ୍କ ସହିତ ଯୋଉ ବି ଜେନେରେସନ ହଉ ଆପଣଙ୍କର ସମ୍ପର୍କ ତାଙ୍କ ସହିତ ବହୁତ ଭଲ ରହିବ।
ସେ ଆପଣଙ୍କ ଭାଇ ହୁଅନ୍ତୁ, ନହେଲେ ପ୍ୟାରେଣ୍ଟସ୍ ହୁଅନ୍ତୁ, ନହେଲେ ସାଙ୍ଗସାଥି ହୁଅନ୍ତୁ ବା ଜେଜେବାପା ଜେଜେମା ହୁଅନ୍ତୁ, ଆପଣ ସମସ୍ତଙ୍କ ସହିତ କୋଅପରେସନ ଦେଖେଇ ତାଙ୍କ ସହିତ ମିଳିମିଶି କାମ କରିବେ। ଲାଗୁଛି ଯେମିତି କି ଆପଣଙ୍କୁ କୌଣସି ପାୱାର ଦିଆଯିବ, ଆପଣ ଯେମିତି ଉତ୍ତରାଧିକାରୀ ଗୋଟେ ଜିନିଷର କି ନାଇଁ ଏଇଟା ତୋର ଭାଗ୍ୟରେ ତୋର ଅଧିକାର ଥିଲା, ତୁ ଏଇଟା ନେ, ଏଇଟା ସେଇ ଟାଇପ ର ଆପଣଙ୍କ ସହିତ ହିଁ ହବାକୁ ଯାଉଛି। କିଛି ମନି ରିଲେଟେଡ ଆପଣଙ୍କୁ ଗୁଡ ନ୍ୟୁଜ ମିଳିପାରେ। ଯଦି ଆପଣ ସିଙ୍ଗଲ ଅଛନ୍ତି ଆଉ ମ୍ୟାରେଜ ଦେଖା ଦେଖି ହଉଛି, ତାହେଲେ ସେଥିରେ ମଧ୍ୟ ହାଇ ଚାନ୍ସେସ୍ ଅଛି କି ଆପଣଙ୍କର ମ୍ୟାରେଜ ଫାଇନାଲ ହେଇଯିବ। ଏଇଟା ହଉଛି ଆପଣ ଟ୍ରାଡିସନ କୁ, ନିଜ ପରିବାରର ଟ୍ରାଡିସନ କୁ ବଢେଇବେ, ମୂଲ୍ୟବୋଧକୁ ମଧ୍ୟ ଆଗକୁ ବଢେଇବେ। ଏଇଟା ଥିଲା ପାଇଲ 2 ର ରିଡିଂ। ପସନ୍ଦ ଆସିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବେ ଓ ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ କରିଦେବେ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖିନେବା ଏବେ ପାଇଲ 3 ର ରିଡିଂ। ଫାଷ୍ଟ ଆପଣଙ୍କର ହୁଇଲ ଅଫ ଫର୍ଚୁନ ର କାର୍ଡ ଆସିଯାଇଛି। ତ ବହୁତ ବଢିଆ କାର୍ଡ। ଯେତେ ବି ଆପଣ ଯୋଉ କଷ୍ଟଟା ପାଉଥିଲେ, ଆପଣଙ୍କୁ କିଏ ଧୋକା ଦେଇଥିଲା, ଆପଣଙ୍କ ହୃଦୟକୁ କିଏ କଷ୍ଟ ଦେଇଥିଲା, ଏକା ଫିଲ୍ କରୁଥିଲେ, ସମସ୍ତେ ବିଶ୍ୱାସଘାତକତା କରିଥିଲେ, କାହାକୁ ଦୂରେଇ ଦେଇଛନ୍ତି ଆପଣଙ୍କ ଲାଇଫରୁ, କି ଆପଣ ନିଜେ ଅଲଗା ହେଇଯାଇଛନ୍ତି, କାହାର ଗୋଟେ ଅନୁପସ୍ଥିତିକୁ ଆପଣ ଫିଲ୍ କରୁଛନ୍ତି, ତାର ଅଭାବକୁ ଫିଲ୍ କରୁଛନ୍ତି। କିଛି ଆପଣଙ୍କ ସହିତ କାହାର କନଫ୍ଲିକ୍ଟ ହେଇପାରେ, ଆପଣଙ୍କ କଥା ତାଙ୍କ ସହିତ ମ୍ୟାଚ ନ କରିପାରେ, କିଛି ମାନସିକ ଦୁଃଖରେ ଆପଣ ରହିଛନ୍ତି, ବହୁତ ସ୍ୟାଡ ଫିଲ୍ କରୁଛନ୍ତି, ଲାଗୁଛି କିଛି ଡିଷ୍ଟର୍ବାନ୍ସ ହେଇଛି ଆପଣଙ୍କ ଲାଇଫରେ, ମନରେ ବହୁତ ସାରା କଷ୍ଟ ଆପଣ ରଖିଛନ୍ତି, ଦୁଃଖ ଫିଲ୍ କରୁଛନ୍ତି, ମାନେ ଏମିତି ଲାଇଫରେ ପ୍ରୋବ୍ଲେମ ହେଲା ଯୋଉଟା କି ଆପଣ କେବେ ଇମାଜିନ ବି ମଧ୍ୟ କରିନଥିଲେ, ବହୁତ ଦୁଃଖ ଫିଲ୍ କରୁଛନ୍ତି, ଆଉ ବହୁତ ଯେମିତି ଶୋକ ପ୍ରକାଶ କରିବା, ବହୁତ କଷ୍ଟ ହବା, କାହାକୁ ନ କହିପାରିବା, ମନରେ ଅତ୍ୟଧିକ ଯନ୍ତ୍ରଣା ଆପଣ ଫିଲ୍ କରୁଛନ୍ତି, ଅପସେଟ ମଧ୍ୟ ରହୁଛନ୍ତି, କିନ୍ତୁ ତଥାପି ବି କଷ୍ଟରୁ ଶିଖିକି ଆଗକୁ ବଢିବାର ପ୍ରତିଦିନ ଷ୍ଟେପ ବାଇ ଷ୍ଟେପ ଆପଣ ନଉଛନ୍ତି, ଯୋଉଟା କି ବହୁତ ପଜିଟିଭ ର ସାଇନ୍ ଆସୁଛି। କିଛି ଜିନିଷ ଆପଣ ରିୟଲାଇଜ କରିବେ ଅର୍ଡରଲି ଚାଲୁନି, ଯେମିତି ଅବ୍ୟବସ୍ଥା ଟାଇପ ର ଚାଲୁଛି, କିଛି କନଫ୍ୟୁଜନ ରେ ରହିପାରନ୍ତି, ନିଜକୁ ସବୁବେଳେ ଅଲଗା ଭାବୁଛନ୍ତି, ନିଜକୁ ସବୁବେଳେ ପର ଭାବୁଛନ୍ତି, ଯେହେତୁ ଲସ୍ ହେଇଛି ଆପଣଙ୍କର ମନ ତ ଯାହା ବି ହେଲେ ବିଚଳିତ ହବ, ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କର ଖରାପ ହଉଛି, କିଛି କାହା ସହିତ ଆପଣଙ୍କର ଝଗଡା ଲାଗିପାରେ, ବିବାଦ ହେଇପାରେ, ଡିଷ୍ଟର୍ବାନ୍ସେସ୍ ଚାଲିପାରେ, କିଛି ଆପଣଙ୍କର ଯୋଉଟା ଭ୍ରମ କରିଥିଲେ କାହାକୁ ବି ନେଇକି ଆପଣଙ୍କର ସେଇଟା ଭାଙ୍ଗିବାର ଚାନ୍ସେସ୍ ଶୋ କରୁଛି, ମାନସିକ ଆଘାତ ବହୁତ ପାଇଛନ୍ତି, ବହୁତ ଆଖିରେ ଲୁହ ଅଛି, କାନ୍ଦିବା ପରିସ୍ଥିତି ହେଇଯାଇଛି। ଯଦି ଏସବୁ ସିଚୁଏସନରେ ଆପଣ ଏବେ ଫେସ୍ କରୁଛନ୍ତି, ତାହେଲେ ଆପଣଙ୍କର କାର୍ଡ ଶୋ କରୁଛି ଭାଗ୍ୟ ଆପଣଙ୍କର ସାଥ ଦବ, ଆପଣଙ୍କ ଟାଇମ ବହୁତ ଜଲ୍ଦି ପରିବର୍ତ୍ତନ ହବାର ଶୋ କରୁଛି। ସିଚୁଏସନ ଆପଣଙ୍କୁ ଭଲ ଦିଗରେ ନେଇଯିବ, ଆପଣ ଯାହା ପାଷ୍ଟରେ କାମ କରିଛନ୍ତି ତାର ରିୱାର୍ଡ ଆପଣଙ୍କୁ ମିଳିବ, ଭାଗ୍ୟର ଯୋଉ ୟୁନିଭର୍ସ ଯେମିତି କରେ ଦିନ ପରେ ରାତି, ରାତି ପରେ ଦିନ, ସେଇ ଟାଇପର ଆପଣଙ୍କର ଯଦି କଷ୍ଟର ଫେଜ୍ ଚାଲିଥିଲା, ତାହେଲେ ଏବେ ଆପଣଙ୍କୁ ହାପିନେସ ମିଳିବ, ଆପଣ ବହୁତ ଖୁସି ଫିଲ୍ କରିବେ, ଯାହାକୁ କେହି ମଧ୍ୟ କମ୍ପ୍ଲିଟଲି ବୁଝିପାରିବେନି, ଯାହା ବି ସମସ୍ୟା ଦେଇକି ଆପଣ ଆସୁଛନ୍ତି ତାର ସଲ୍ଭ ହବ, ଆଉ ଆପଣଙ୍କୁ କିଛି ଗୁଡ ନ୍ୟୁଜ ମିଳିପାରେ, ଆଉ କିଛି ଶୁଭ ସଂକେତ ମଧ୍ୟ ଆପଣଙ୍କୁ ମିଳିପାରେ, ସକ୍ସେସ ମିଳିବ ମଧ୍ୟ, ଆପଣଙ୍କର ବଡ ଲକ୍ଷ୍ୟ ଅଛି, ଆଉ ଆଗକୁ ବଢିବାର କ୍ଷମତା ମଧ୍ୟ ଅଛି, ଯାହାବି ଆପଣ ଡିସାଇଡ କରିବେ, ଯଦି 100% ଏଫର୍ଟସ ଦେବେ, ଆପଣ ଯାହା ବି ଚାହୁଁଛନ୍ତି ୟୁନିଭର୍ସ ଆପଣଙ୍କର ସାଥ ଦବ, ଆଉ ଆପଣଙ୍କୁ ମଧ୍ୟ ମିଳିବ, ଆପଣ ନିଜ ପରିସ୍ଥିତି ଓ ଭାବନାକୁ ମଧ୍ୟ ନିଜ କଣ୍ଟ୍ରୋଲରେ ରଖିପାରିବେ, ବହୁତ ଆତ୍ମଶୃଙ୍ଖଳା, ଆପଣ ସେଲ୍ଫ ଡିସିପ୍ଲିନ କୁ ଫଲୋ କରିବେ, କଠିନ ପରିଶ୍ରମ ଓ ନିଷ୍ଠାର ସହିତ କାମ କରିବେ, ଯାହାବି ଆପଣ ଫୋକସ କରିବେ ତା ଉପରେ ନିଜର 100% ଦେବେ ମଧ୍ୟ, ଏବେ ଯଦି ଆଗରୁ ଦେଉନଥିଲେ ଏବେ ଦେଖିବେ ଆପଣଙ୍କର ଲାଇଫରେ ଇମ୍ପ୍ରୁଭ ହେଇଛି, ଆପଣ ଯୋଉଟା କରିବାକୁ ଚାହୁଁଛନ୍ତି, ଯୋଉଠି ତାକୁ 5 ମିନିଟ ଦଉଥିଲେ ଏବେ ଯେତେ ଆପଣଙ୍କର ଦିନର ଟାଇମ ତାକୁ ଦେବାକୁ ପଡିବ ଆପଣଙ୍କୁ, ଆଉ ଆପଣ ସେଇଟା ମଧ୍ୟ କରିବେ। ବଟମ ଅଫ ଡେ କିଙ୍ଗ ଅଫ କପ୍ ଶୋ କରୁଛି ଆପଣଙ୍କର,
ଆପଣ ବହୁତ ଅନ୍ୟମାନଙ୍କ ସହିତ ମିଶିକି ଚଳିବା ପାଇଁ ଇଚ୍ଛା, ବହୁତ ସ୍ନେହ ଦେଖାନ୍ତି। ଆଉ ଆପଣଙ୍କୁ ଯିଏ ବି ମଧ୍ୟ ଦେଖିବ ଆଟ୍ରାକ୍ଟେଡ ଫିଲ୍ କରିବ। ଆପଣ ଇଣ୍ଟେଲିଜେଣ୍ଟ ହବା ସହିତ ବହୁତ ପାୱାରଫୁଲ ମଧ୍ୟ। ନିଜର ଇଣ୍ଟୁଇସନ ଉପରେ ଆପଣ ବହୁତ ଧ୍ୟାନ ଦିଅନ୍ତି। ଆଉ ସେଇ ହିସାବରେ କାମ କରନ୍ତି। ଆପଣ ବହୁତ ଦୟାଳୁ, ଅନ୍ୟମାନଙ୍କ ପ୍ରତି ଦୟା ଅଛି, ଆଉ ବିଶ୍ୱାସ ଭାବ ମଧ୍ୟ ଅଛି। ଆଉ ବହୁତ ଶାନ୍ତ ସ୍ୱଭାବର ଆପଣ। ଜୀବନର ସୁଖ ସୁବିଧାକୁ ଆପଣ ଉପଭୋଗ କରିବା ସହିତ ମଧ୍ୟ ଭଲ ପାଆନ୍ତି। କଳା ସଙ୍ଗୀତର ପ୍ରିୟ ମଧ୍ୟ ଶୋ କରୁଛି। ଆଉ ଆପଣ ବହୁତ ଦାୟିତ୍ୱବାନ। ଯିଏ ବି ଆପଣଙ୍କୁ ରେସ୍ପନ୍ସିବିଲିଟି କିଛି ଦେଲା ଆପଣ ସେଇଟା ପୁରା କରିବେ। କି ଆପଣଙ୍କର ଯେତିକି ରେସ୍ପନ୍ସିବିଲିଟି ଅଛି ଆପଣ ଅନ୍ୟମାନଙ୍କ ପାଇଁ ସେଇଟା ମଧ୍ୟ ସୁଚାରୁ ରୂପରେ ଆପଣ ଗ୍ରହଣ କରିବେ। ଆଉ ବହୁତ ଅନ୍ୟକୁ ହେଲ୍ପ କରନ୍ତି। ନିଜ କର୍ତ୍ତବ୍ୟକୁ ବହୁତ ଭଲ ଭାବରେ ପାଳନ କରନ୍ତି। କେବେ ବି ନିଜ କର୍ତ୍ତବ୍ୟରୁ ପଛକୁ ଘୁଞ୍ଚି ଯାଇ ନାହାନ୍ତି। ଆପଣ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ରେଡି ଥାନ୍ତି। ଏଇଟା ଥିଲା ପାଇଲ୍ 3 ର ରିଡିଂ। ପସନ୍ଦ ଆସିଥିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିଦେବେ ଓ ପାଖରେ ଥିବା ବେଲ୍ ଆଇକନ ଉପରେ କ୍ଲିକ୍ କରିଦେବେ। ବାଏ, ଟେକ୍ କେୟାର।